ଦେଖିବା ଆଜି ତ ଯେଉଁ ଗରମ ହେଉଛି ତ ଗାଡ଼ିରେ ତ ଦୂର କଥା, ଅଫିସରେ ବସିଥିଲୁ। ଅଫିସରୁ ଏତେ ଜୋର ଗରମ ହେଲା ଯେ ମୁଁ ଛାଡ଼ିକି ସେଇଥିପାଇଁ ପଳେଇନି ଗଛ ମୂଳକୁ। କାହିଁକିନା ମୋର ଏଠି ତ ଖାଇବାର ଅଛି, ବି ଖାଇବି। ଖାଇସାରିଲା ପରେ ତାପରେ ରେଷ୍ଟ ନେବି। ରେଷ୍ଟ ନେଲା ଥଣ୍ଡା ଦେଖିପାରୁଥିବେ। ପଖାଳ ଭାତ, ପୋଟଳ ଆଳୁ ଭଜା। ତ ରେଷ୍ଟ ନେଇ ସାରିଲା ପରେ ଆମେ ବାହାରିଯିବୁ ଅଫିସ। ତ ଖରା ଆଳିଲା ପରେ ଟିକେ ତାତି କମିଯିବ। କମି ସାରିଲା ପରେ ଆମେ ବାହାରିଯିବୁ ଅଫିସ। ଅଫିସ ତ ଅଫିସ ଭିତରୁ ଗଲା ପରେ ରାତି 5ଟା ଖଣ୍ଡେ ହେବ ଆମେ ବାହାରିଯିବୁ ଏଠୁ ଗେଟ୍କୁ, 1 ନମ୍ବର ଗେଟ୍କୁ। ଆମର ସେଠୁ ସାପଗାଡ଼ିଆ ଯିବାର ଅଛି। ସାପଗାଡ଼ିଆ ଛାଡ଼ି ସେ ଭାଇକି ମୁଁ ତ ଡାଇରେକ୍ଟ ଘରକୁ ଯିବି। ତ ଆମ ଆଡ଼େ ତ ଏଇଭଳିଆ ଶହେ ଶହେରେ ଖରା। ଆପଣ କେମିତିଆ ଖରା ହେଉଛି କମେଣ୍ଟ ମଧ୍ୟ ଜଣାନ୍ତୁ।